ତ ବଞ୍ଚାଇ ଦେଲେ ସୁମନ ଗିଲ୍, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର। ଭାରତ 6 ୱିକେଟ୍ ଜିତିଲା ପ୍ରଥମ ଓଡ଼ିଆଇ ମ୍ୟାଚ୍। ତ ପୁଣି ଆଉଥରେ ଖୁସିର ଲହରୀ ଫେରି ଆସିଛି ଭାରତ ଟିମ୍ରେ। ଇଂଲଣ୍ଡ ବିପକ୍ଷ ଟି20 ସିରିଜ୍ରେ କ୍ଲିନ୍ ସୁଇପ୍ ହୋଇଥିଲା ଭାରତ। କିନ୍ତୁ ଆଜି ଭାରତ ଓଡ଼ିଆଇ ଫର୍ମାଟ୍ରେ ବିଜୟ ରଥ ଆରମ୍ଭ କରିଛି। ପ୍ରଥମ ଓଡ଼ିଆଇ ଜିତିକି ଇଂଲଣ୍ଡ ବିପକ୍ଷରେ ଆଜି ଅଲରାଉଣ୍ଡର ଅକ୍ଷର ପଟେଲ ନିଜର ଦେଖାଇଦେଲେ ଅଲରାଉଣ୍ଡ ପ୍ରଦର୍ଶନ। ବୋଲିଂରେ 4ଟା ୱିକେଟ୍ ନେଲେ ଆଉ ବ୍ୟାଟିଂରେ ମଧ୍ୟ 57 ରନ୍ କରିଲେ ଆଉ ଅପରାଜିତ ରହି ଭାରତକୁ ମ୍ୟାଚ୍ ଜିତାଇଲେ। ୟାଙ୍କର ସାଥ ଦେଲେ ୱାଶିଂଟନ ସୁନ୍ଦର, ଯିଏକି 52 ରନ୍ କରି ଅପରାଜିତ ରହିଲେ। ଅଧିନାୟକ ସୁମନ ଗିଲ୍ ମଧ୍ୟ ଆରମ୍ଭରୁ ଆସି 80 ରନ୍ର ଇନିଂସ୍ ଖେଳିଲେ। ଭାରତ ଆଗରେ 269 ରନ୍ର ଟାର୍ଗେଟ୍ ଥିଲା। ଭାରତ 5 ଓଭର ବାକି ଥାଉ ଥାଉ ଟାର୍ଗେଟ୍ ଚେସ୍ କଲା। ଏଣିକି ମ୍ୟାଚ୍ଟି ପୁରା ରୋମାଞ୍ଚକର ଥିଲା ଆରମ୍ଭରୁ ଶେଷ ଯାଏଁ। ଇଂଲଣ୍ଡ କ୍ୟାପ୍ଟେନ୍ ହ୍ୟାରି ବ୍ରୁକ୍ ପ୍ରଥମେ ଟସ୍ ଜିତିଲେ ଆଉ ବ୍ୟାଟିଂର ନିଷ୍ପତ୍ତି ନେଲେ ଏଜବାଷ୍ଟନ୍ର ମଇଦାନରେ। ଅଧିନାୟକ ସୁମନ ଗିଲ୍ କହିଲେ, ଆମେ ବି ଫିଲ୍ଡିଂ ଚାହୁଁଥିଲୁ ଟସ୍ ଜିତିକି। ପ୍ରଥମ 8 ଓଭରରେ ବୁମ୍ରା ଓ ପ୍ରସିଦ୍ଧ କିଷ୍ଣା ଏଣିକି ବୋଲିଂ କଲେ ଦମଦାର। ଇଂଲଣ୍ଡ ମାତ୍ର 21 ରନ୍ରେ ଥିଲା 8 ଓଭରରେ। ଓପନର ବେନ୍ ଡକେଟ୍ ମାତ୍ର 13 ରନ୍ରେ ଥିଲେ ଆଉ ଜେକବ୍ ବେଥେଲ 20 ବଲ୍ରେ ମାତ୍ର 4 ରନ୍ କରିଥିଲେ। ଏଇଠୁ କିନ୍ତୁ ଗୁର୍ନୁର ବ୍ରାର ଆସିଲେ ବୋଲିଂ କରିବା ପାଇଁ ନିଜର ପ୍ରଥମ ଓଭର ଆଉ ବେନ୍ ଡକେଟ୍ ତାଙ୍କୁ 2ଟା ଛକା 1 ଚୌକା ଲଗାଇଦେଲେ ଗୋଟିଏ ଓଭରରେ। ଏଇଠୁ ମୋମେଣ୍ଟମଟି ସିଫ୍ଟ ହୋଇଗଲା ଇଂଲଣ୍ଡ ପାଇଁ। ଗୁର୍ନୁର ବ୍ରାର ପ୍ରଥମ ଓଭରରେ 17 ରନ୍ ଖାଇଲେ। ଗୁର୍ନୁର ନିଜର ଦ୍ୱିତୀୟ ଓଭରରେ ମଧ୍ୟ 8 ରନ୍ ଖାଇଲେ। ଏଣିକି ଗୁର୍ନୁରକୁ କହିଲେ ବେନ୍ ଡକେଟ୍, ମୁଁ ଥାଉ ଥାଉ ଇଂଲଣ୍ଡ ମୁସ୍କିଲରେ ପଡ଼ିବନି। ଇଂଲଣ୍ଡ ଦଳ 61 ରନ୍ରେ ପହଞ୍ଚିଗଲା ଧନ୍ଦାର ବ୍ୟାଟିଂ ଯୋଗୁଁ ବେନ୍ ଡକେଟ୍ର। ଏଣିକି 13 ଓଭରରେ ବିନା ୱିକେଟ୍ ହରାଇ ବେନ୍ ଡକେଟ୍କୁ ଦେଖି ଜେକବ୍ ବେଥେଲ ବି ଟାର୍ଗେଟ୍ କଲେ ଗୁର୍ନୁରକୁ, କିନ୍ତୁ କ୍ୟାଚ୍ ଆଉଟ୍ ହେଲେ। ଜେକବ୍ ବେଥେଲ 31 ବଲ୍ରେ 14 ରନ୍ କରି ପାଭିଲିୟନ୍ ଗଲେ। ଏଇଠୁ ତ ଭାରତ ବୋଲର୍ସମାନେ ଦମଦାର କମ୍ବ୍ୟାକ୍ କଲେ। ଏଣିକି ଆଗାମୀ 4 ଓଭରରେ ଇଂଲଣ୍ଡ ଦଳ 80 ରନ୍ରେ 5ଟା ୱିକେଟ୍ ହରାଇ ବସିଲା। କାରଣ ଯେତେବେଳେ ଜେକବ୍ ବେଥେଲକୁ ନେଇଗଲେ ଗୁର୍ନୁର, ୟା ପରେ କନଫିଡେନ୍ସ ପାଇଗଲେ। ୟା ପରେ ଆଉ ଗୋଟେ ବ୍ୟାକ୍ ଟୁ ବ୍ୟାକ୍ ୱିକେଟ୍ ନେଲେ। ସେଟ୍ ବ୍ୟାଟ୍ସମ୍ୟାନ୍ ବେନ୍ ଡକେଟ୍କୁ ବି କ୍ୟାଚ୍ ଆଉଟ୍ କରିଦେଲେ ସେଇ ଓଭରରେ ଗୁର୍ନୁର ବ୍ରାର। ଏଣିକି ବେନ୍ ଡକେଟ୍ 43 ରନ୍ କରି ଆଉଟ୍ ହେଲେ। ବାଉଣ୍ଡ୍ରି ଲାଇନ୍ରେ ଦମଦାର କ୍ୟାଚ୍ ଧରିଲେ ବୁମ୍ରା ବେନ୍ ଡକେଟ୍ର। ଅଧିନାୟକ ସୁମନ ଗିଲ୍ ଆଉ ଡେରି କଲେନି ଆଉ ବୁମ୍ରାକୁ ଆଣିଲେ ଦ୍ୱିତୀୟ ସ୍ପେଲ୍ରେ ଆଉ ବୁମ୍ରା ଆସି କାମ କରିଦେଲେ। ଘାତକ ବ୍ୟାଟ୍ସମ୍ୟାନ୍ ହ୍ୟାରି ବ୍ରୁକ୍କୁ କ୍ୟାଚ୍ ଆଉଟ୍ କରିଦେଲେ ବୁମ୍ରା। ହ୍ୟାରି ବ୍ରୁକ୍ର ଦମଦାର କ୍ୟାଚ୍ ଧରିଲେ ସ୍ଲିପ୍ରେ ରୋହିତ ଶର୍ମା। ଅଧିନାୟକ ହ୍ୟାରି ବ୍ରୁକ୍ 1 ରନ୍ କରି ପାଭିଲିୟନ୍ ଗଲେ। ବୁମ୍ରା ନିଜର 150ଟା ଓଡ଼ିଆଇ ୱିକେଟ୍ ସମ୍ପୂର୍ଣ୍ଣ କଲେ। ତାପରେ ତ ପ୍ରସିଦ୍ଧ କିଷ୍ଣା ଆସିଲେ ଆଉ 17ତମ ଓଭରରେ ବ୍ୟାକ୍ ଟୁ ବ୍ୟାକ୍ 2ଟା ୱିକେଟ୍ ନେଇଗଲେ। ଏକ ତ ଜୋସ୍ ବଟଲରକୁ 5 ରନ୍ରେ ବିଦା କଲେ ଆଉ ସାମ୍ କରନ୍ଙ୍କୁ ଖାତା ବି ଖୋଲିବାକୁ ଦେଲେ ନାହିଁ। ଇଂଲଣ୍ଡ ଦଳ 80 ରନ୍ରେ 5ଟା ୱିକେଟ୍ ହରାଇ ବସିଲା। ଏହାରି ସହିତ ଇଂଲଣ୍ଡ ଦଳ 100 ରନ୍ ଯେତେବେଳେ ପାର କଲା, ସେତେବେଳେ କେଏଲ୍ ରାହୁଲ ଗୋଟେ ଦମଦାର କ୍ୟାଚ୍ ଧରିଲେ ୱିଲ୍ ଜ୍ୟାକ୍ସର। ଶିବମ ଦୁବେ ଓଭରରେ ଏହି କ୍ୟାଚ୍ଟି ଆସିଲା। ୱିଲ୍ ଜ୍ୟାକ୍ସ 20 ରନ୍ କରି ଆଉଟ୍ ହେଲେ। ଇଂଲଣ୍ଡ ଦଳ 6ଟା ୱିକେଟ୍ ହରାଇ ବସିଲା 107 ରନ୍ରେ। ଭଲ ମୌକା ଥିଲା ଇଂଲଣ୍ଡକୁ ଶୀଘ୍ର ଅଲ୍ ଆଉଟ୍ କରିବା ପାଇଁ। ଇଂଲଣ୍ଡ କିନ୍ତୁ ଫାଇଟ୍ ବ୍ୟାକ୍ କଲା। ଜୋ ରୁଟ୍ ଆଉ ଲିଆମ୍ ଡାଉସନ୍ ଏଣିକି ଲଢ଼ିଲେ ଇଂଲଣ୍ଡ ପାଇଁ। ଅଲରାଉଣ୍ଡର ଲିଆମ୍ ଡାଉସନ୍ ଏଣିକି ଅର୍ଦ୍ଧଶତକ ଇନିଂସ୍ ଖେଳିଲେ। ଗୋଟେ ଆଡ଼େ ଲିଆମ୍ ଡାଉସନ୍, ଅନ୍ୟ ଆଡ଼େ ଜୋ ରୁଟ୍। ଜୋ ରୁଟ୍ ବି ଦମଦାର ସାଥ୍ ଦେଉଥିଲେ ଲିଆମ୍ ଡାଉସନ୍ର। ଜୋ ରୁଟ୍ ନିଜର ଅର୍ଦ୍ଧଶତକ ସମ୍ପୂର୍ଣ୍ଣ କଲେ। 107 ରନ୍ ପରେ ଇଂଲଣ୍ଡର ୱିକେଟ୍ ଯାଇନଥିଲା। ଲିଆମ୍ ଡାଉସନ୍ ଆଉ ଜୋ ରୁଟ୍ ମିଶିକି 121 ରନ୍ର ପାର୍ଟନରସିପ୍ କଲେ। ତାପରେ ତ ଅକ୍ଷର ପଟେଲ ଆସିକି ଲିଆମ୍ ଡାଉସନ୍କୁ କ୍ୟାଚ୍ ଆଉଟ୍ କରିଦେଲେ 44 ଓଭରରେ। ଲିଆମ୍ ଡାଉସନ୍ 68 ରନ୍ କରି ଆଉଟ୍ ହେଲେ। 228 ରନ୍ରେ ଯାଇକି 7ମ ୱିକେଟ୍ ଗଲା ଇଂଲଣ୍ଡର। ଜୋ ରୁଟ୍ ଏକା ମାରୁଥିଲେ ଏବେ ଲିଆମ୍ ଡାଉସନ୍ ଗଲା ପରେ। ଅକ୍ଷର ପଟେଲକୁ ଗୋଟିଏ ଓଭରରେ 2ଟା ଛକା ଲଗାଇଦେଲେ ଜୋ ରୁଟ୍। ଇଂଲଣ୍ଡ 250 ରନ୍ରେ ପହଞ୍ଚିଗଲା 47 ଓଭରରେ। କିନ୍ତୁ ଅକ୍ଷର ପଟେଲ ହାର ମାନିଲେନି। ଜୋ ରୁଟ୍କୁ ଛାଡ଼ି ବାକି ସବୁଯାକ ୱିକେଟ୍ ନେଇଗଲେ ଅକ୍ଷର। ପ୍ରଥମେ ଜୋଫ୍ରା ଆର୍ଚରକୁ ଆଉଟ୍ କଲେ 12 ରନ୍ରେ। ତାପରେ ଆଦିଲ ରସିଦକୁ ଆଉଟ୍ କଲେ 1 ରନ୍ରେ। ତାପରେ ଇଂଲଣ୍ଡର ଜୋ ଷ୍ଟଙ୍ଗଙ୍କୁ ଆଉଟ୍ କରି ଇଂଲଣ୍ଡକୁ ଅଲ୍ ଆଉଟ୍ କରିଦେଲେ ଅକ୍ଷର 258 ରନ୍ରେ। ଇଂଲଣ୍ଡ ତ ଅଲ୍ ଆଉଟ୍ ହୋଇଗଲା 48 ଓଭରରେ। କିନ୍ତୁ ଜୋ ରୁଟ୍ ନଟ୍ ଆଉଟ୍ ରହିଗଲେ 76 ରନ୍ରେ। ଅକ୍ଷର ପଟେଲ ସର୍ବାଧିକ 4ଟା ୱିକେଟ୍ ନେଲେ ଭାରତ ପାଇଁ 62 ରନ୍ ଦେଇକି। ଦର୍ଶକ ବନ୍ଧୁମାନେ 259 ରନ୍ର ଟାର୍ଗେଟ୍ ରହିଲା ଭାରତ ଆଗରେ। ଅଧିନାୟକ ସୁମନ ଗିଲ୍ ଆରମ୍ଭରୁ ଆସିଲେ ରନ୍ ଚେସ୍ ପାଇଁ ଆଉ ଆସିକି ବାଡ଼େଇବା ଆରମ୍ଭ କଲେ। ସେ ଜୋଫ୍ରା ଆର୍ଚର ହେଉ କି ଜୋ ଷ୍ଟଙ୍ଗ କାହାକୁ ବି ଛାଡ଼ିଲେନି। ସୁମନ ଗିଲ୍ ଚୌକା ସହିତ ଛକା ମାରିବା ଆରମ୍ଭ କରିଥିଲେ। ଭାରତ ଦର୍ଶକ ପୁରା ଖୁସି ହୋଇଯାଇଥିଲେ ସୁମନଙ୍କ ବ୍ୟାଟିଂ ଦେଖି। ଅନ୍ୟ ଆଡ଼େ ରୋହିତ ଶର୍ମା ସେଟ୍ ହେବା ଆରମ୍ଭ କରିଥିଲେ ଆଉ 15 ବଲ୍ରେ ମାତ୍ର 4 ରନ୍ କରିଥିଲେ ରୋହିତ ଶର୍ମା। କିନ୍ତୁ ଜୋଫ୍ରା ଆର୍ଚରକୁ ଚୌକା ଲଗାଇ ପ୍ରଥମ ବାଉଣ୍ଡ୍ରି ଲଗାଇଲେ ରୋହିତ। ଲାଗୁଥିଲା ଯେମିତି ରୋହିତ ଶର୍ମା ଆଜି ଦମଦାର ସ୍କୋର କରିବେ। ରୋହିତ ଶର୍ମା କିନ୍ତୁ ଏବେ କ୍ୟାଚ୍ ଆଉଟ୍ ହୋଇଗଲେ 11 ରନ୍ କରିକି। ଶକ୍ତ ଝଟକା ଲାଗିଲା ଭାରତକୁ। ତା ସହିତ ବିରାଟ କୋହଲି ମଧ୍ୟ ଆସିଥିଲେ ଆଉ ଗୋଟେ ଚୌକା ଲଗାଇଥିଲେ। କିନ୍ତୁ ଇଏ ମଧ୍ୟ 5 ରନ୍ କରି LBW ହୋଇଗଲେ ଜୋଫ୍ରା ଆର୍ଚର ଓଭରରେ। ଦର୍ଶକ ବନ୍ଧୁମାନେ 48 ରନ୍ରେ ଭାରତର 2ଟା ୱିକେଟ୍ ପଡ଼ିଲା 9 ଓଭରରେ। କିନ୍ତୁ 2 ଦିଗ୍ଗଜ ଗଲା ପରେ ମଧ୍ୟ ଏଣିକି ଉପ ଅଧିନାୟକ ଶ୍ରେୟସ ଆୟର ଆସିଲେ। ଆସିକି ବ୍ୟାକ୍ ଟୁ ବ୍ୟାକ୍ 2ଟା ଚୌକା ଲଗାଇଦେଲେ। ଅଧିନାୟକ ସୁମନ ଗିଲ୍ ଆଉ ଉପ ଅଧିନାୟକ ଶ୍ରେୟସ ଆୟର ଏ 2 ଜଣ ମିଶିକି ସୁଜ୍ ବୁଜ୍ର କ୍ରିକେଟ୍ ଖେଳିଲେ। ଷ୍ଟ୍ରାଇକ୍ ରୋଟେସନ୍ ଉପରେ ଧ୍ୟାନ ଦେଲେ ଆଉ ନିୟନ୍ତ୍ରଣ ସହିତ ବ୍ୟାଟିଂ କଲେ ଆଉ ଭାରତ ଇନିଂସକୁ ଆଉକୁ ନେଲେ। ଇଂଲଣ୍ଡ ହାତରୁ ଧୀରେ ଧୀରେ ମ୍ୟାଚ୍ଟି ନେଉଥିଲେ ସୁମନ ଗିଲ୍ ଆଉ ଶ୍ରେୟସ। ସୁମନ ଗିଲ୍ ଚୌକା ଲଗାଇ ନିଜର ଅର୍ଦ୍ଧଶତକ ସମ୍ପୂର୍ଣ୍ଣ କଲେ। 51 ବଲ୍ରେ 50 ରନ୍ କଲେ ସୁମନ। ଅର୍ଦ୍ଧଶତକ ପାର୍ଟନରସିପ୍ ମଧ୍ୟ ହୋଇଗଲା ସୁମନ ଆଉ ଶ୍ରେୟସ ଭିତରେ। ତାପରେ ସୁମନକୁ ରୋକିବା ପୁରା ମୁସ୍କିଲ ହେଲା।
एणिकी एक्सपीरियंस स्पिनर आदिल रशीद आसिले आदिल रशीद को गोटे ओवर दुईटा चौका लगेदेले सुमन। सबू ठीक ठाक चलता। सुमन गिल 80 रन में पहुंच जाते। ठीक समय किंतु सुमन गिल को क्रैम्प आसिला आ ठीक से चली पारे सुमन गिल। भल मौका थिला शतक पाई कि दुर्भाग्यवशतः सुमन गिल रिटायर्ड हट होगले। आ शतकीय पार्टनरशिप कलापर श्रेयस सहित सुमन गिल पाविलियन पड़े रिटायर्ड हट होगी 149 रन थिला भारत 2 विकेट हराई जिते सुमन गिल पाविलियन गले। सुमन गिल गलापर श्रेयस अय्यर गोटे दुर्भाग्यवशतः 35 रन कर रन आउट हेले। तापर के राहुल आसिले के राहुल 1 रन कर बोल्ड होगले जो स्ट्रंग ओवर। दर्शक बंधु मैंने बैक टू बैक 2टा विकेट पड़ा भारतर। इंग्लैंडर आशा आसला मैच जितापी किंतु के राहुल जीवार 5 ओवर पर गोटे बाउंड्री लगेले वाशिंगटन सुंदर आ दर्शाईदेले लड़ाई एवं बाकी अच्छी। वाशिंगटन सुंदर और अक्षर पटेल जानी ए मैच टी अच्छी या हाथ में। शिवम दुबे या पर अच्छा जी आउट ऑफ फॉर्म चलती। तापर तो अक्षर पटेल भी छक्का लगे लड़ाई में सामिल हो गले और रन चेस पे गले। स्टाडियम में बसी MS धोनी और मैच देखुले। एणिकी अक्षर पटेल निराश कले MS को आ स्ट्राइक बोलर जोफ्रे आर्चर को बैक टू बैक 2टा चौका लगेदेले अक्षर। भारत 200 रन पार हो गला। अक्षर पटेल को बैटिंग देखी इंग्लैंड बॉलर्स माने हताश हो गले। दर्शक बंधु मैंने अक्षर पटेल निजर अर्धशतक संपन्न कले लागे लगी 2टा चौका लगे मात्र 39 बॉल अर्धशतक आसाला। इंग्लैंड माटी रे एटा प्रथम अर्धशतक थिला अक्षरकर। पूरा भारत डगआउट छिड़ा होगी ताड़ी मारिला अक्षरकर अर्धशतक इनिंग्स 35 बॉल 14 रन बाकी थिला। एबे वाशिंगटन सुंदर निजर 50 रन पाई गले। भारतर विजय एवं सुनिश्चित थिला। अक्षर कहले वाशिंगटन सुंदर को स्ट्राइक देवे बोली कारण अक्षर चाहूले सी अर्धशतक करचंदी माने वाशिंगटन सुंदर भी निजर 50 रन करंतु। आ जतले 2 रन बाकी थिला वाशिंगटन सुंदर छक्का मारी एणिकी मैच जिताइले 6 विकेट रे भारत को आ निजर अर्धशतक संपन्न करिले। वाशिंगटन सुंदर 63 बॉल 52 रन करदे। दर्शक बंधु मैंने 102 रन पार्टनरशिप करें अक्षर और वासी 105 बॉल एणिकी अक्षर पटेल 57 रन कर नट आउट गले। सुमन गिल बाहिनी 1-0 आगे गला चलित ओडीआई सीरीज रे। अक्षर पटेल मैन ऑफ द मैच पाइले। निजर बॉलिंग रे 4टा विकेट नहीं और बैटिंग रे 57 रन करते। बाकी रहा 2टा मैच। आगामी ओडीआई मैच अच्छी कार्डिफ रे जुलाई 16 रे। कौन लगुच भारत द्वितीय ओडीआई जीतिकी सीरीज हाथेब कि 2-0 रे। निश्चय मंतव्य कमेंट दे वीडियो को लाइक और चैनल को सब्सक्राइब करदे। समस्त क्रिकेट अपडेट्स धन्यवाद।